ସତରେ କ'ଣ ମୁଁ ଏତେ ଖାଉଛି? ସତରେ କ'ଣ ମୁଁ ଏତେ ଖାଉଛି? ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ, ୱେଲକମ୍ କରୁଛି ମୋର ଆଉ ଗୋଟେ ନିଉ ମିନି ବ୍ଲଗ୍‌କୁ। ତ ଏମିତି ମୁଁ କ'ଣ ପାଇଁ କହୁଛି ନା, ସକାଳୁ ଉଠୁ ଉଠୁ ଚିକେନ୍ ତରକାରୀ ଗରମ କରିକି ମୁଢ଼ି ସହ ଖାଇ ଦେଇଥିଲି। ପୁଣି ତା'ର ଅଧଘଣ୍ଟା ପରେ ଆଳୁ ଚକଟା ଆଉ ଗରମ ଭାତ ଖାଇ ଦେଇଥିଲି। ବୋଉ ଖାଉଥିଲା ପଖାଳ। ତ ମୋର ଯେହେତୁ ଟିକେ ଥଣ୍ଡା ଅଛି ଦେହରେ, ପଖାଳ ନ ଖାଇ ଗରମ ଭାତ ସହ ତାକୁ ଖାଇଦେଲି। ତାପରେ ପୁଣି ରୋଷେଇ ସରିଲା ପରେ ଭାତ, ଡାଲି, କୋବି କଷା ଧରିକି ବସେଇଲି ଖାଇବା ପାଇଁ। ଆଉ ମୋତେ କେତେ ଶୀତ ଦେଖନ୍ତୁ, ମୁଁ ଖରାବେଳଟାରେ ବି ଘୋରି ହେଇକି ଖାଉଛି। ତାପରେ ଖାଇସାରିଲା ପରେ ଆମ ଖଳା ଆଡ଼େ ଯେହେତୁ ବାଲି ପଡ଼ିଛି, କାହିଁକିନା ଆମର ଘର କାମ ବି ହେଉଛି, ମୁଁ ଆପଣମାନଙ୍କୁ ପ୍ରିଭିୟସ୍ ଭିଡ଼ିଓରେ ବି କହିଥିଲି। ଆଉ ସେଇଠିକି ଟିକେ ପଳେଇଲି, ସମସ୍ତେ ବି ସେଇଠି ବସିଥାନ୍ତି ଶୋଇଥାନ୍ତି, ଆଉ ମୁଁ ବି ସେଇଠି ଟିକେ ଯାଇକି ଶୋଇପଡ଼ିଲି। ଆଉ ଏଇଠି ଆମ ଟୁଙ୍ଗୁରୁ ଖେଳୁଛି, ତାକୁ ମୁଁ ଯେତେ ଡାକୁଛି ଟିକେ ହାଏ କରିଦେ, ବାବୁନା ଟିକେ ହାଏ କରିଦେ, ହାଏ କରିଦେ। ସେ କାହିଁ ଟିକେ ମୋ କଥା ଶୁଣନ୍ତା, ହାଏ ହାଏ ତ କରୁନି, ଖାଲି ଏମିତି ହେଉଛି। ତ ସେ ସେମିତି ଖେଳୁଥାଉ। ଆଉ ଏମିତି ଖେଳ ମଜାମସ୍ତି ଭିତରେ ଆମର ଆସିକି 4ଟା ବି ବାଜିଗଲା, ଆଉ ମହାପୁରୁ ବି ମା କୋଳକୁ ତାଙ୍କର ଚାଲିଗଲେ। ଆଉ ସନ୍ଧ୍ୟାବେଳେ ଥିଲା ଏଇ ପିଲାର ବାର୍ଥଡେ, ଆଉ ସେଇଠିକି ମୋ ବେଷ୍ଟି ବି ଆସିଥିଲା। କେମିତି ହାଇ କରୁଛି। ଆଉ ଆମ ଗାଁରେ ନା ଏମିତି ହିଁ ବାର୍ଥଡେ ସେଲିବ୍ରେସନ୍ ହୁଏ। କିଛି ଛୋଟ ପିଲା ଆଉ ବଡ଼ ପିଲାଙ୍କୁ ଡକାଯିବ, ଦେନ୍ କେକ୍ କଟାଯିବ, ତାପରେ ପୁରୀ କ୍ଷୀରି ବି ହେଇଥାଏ। କିନ୍ତୁ ସବୁବେଳେ ତ ବଜେଟ୍ ଟିକେ ସାଥ୍ ଦିଏନି, ସେଥିପାଇଁ କେବେ କେବେ ହେଇନଥାଏ ବି। ଆଉ ସେଇଠି କେକ୍ କଟା ସରିଲା, ବାର୍ଥଡେ ସେଲିବ୍ରେସନ୍ ବି ବହୁତ ଭଲ ଭାବରେ ହେଲା। ଆଉ ମୁଁ ଖଣ୍ଡେ କେକ୍ ନେଇକି ପଳେଇ ଆସିଲି ଘରକୁ। ରହିଲି ସାଙ୍ଗମାନେ, ଦେଖା ହେବା ନେକ୍ସଟ ଭିଡ଼ିଓରେ, ବାଏ।